ଷୋଳ ନାମ 32 ଅକ୍ଷର ଆମର ଜାଣିଛନ୍ତି। ପ୍ରତି ନାମ ହଉଛି ଦିଟା ଲେଖା ଅକ୍ଷର। ଷୋଳ ନାମଟା ହେଲା 32 ଅକ୍ଷର। ଆଜ୍ଞା ଆଜ୍ଞା ହେଲା କି? ଆଉ ତାହେଲେ ଯଦି 32 ନାମ ହବ 64 ଅକ୍ଷର। ହଁ ତାଙ୍କର ଉଲ୍ଟା 32 ନାମ 16 ଅକ୍ଷର। ମୁଁ କହୁଛି ନାମ ଗୋଟାକ 2 ଅକ୍ଷର ଆମେ କହୁଥିଲେ ନା। ଆଜ୍ଞା କିନ୍ତୁ ସିଏ କହୁଛନ୍ତି ନାମ ଗୋଟାକ ହଉଛି ଅର୍ଦ୍ଧ ଅକ୍ଷର। ଅର୍ଦ୍ଧ ଅକ୍ଷର ଆଜ୍ଞା ଆଜ୍ଞା। ହେଲା ନାଇଁ କି? ତାହେଲେ 32 ନାମ 16 ଅକ୍ଷର। ଆଜ୍ଞା ତାମାନେ 2ଟା ନାମରେ ଗୋଟେ ଅକ୍ଷର। ଆଜ୍ଞା ଏ ନୁହେଁ କି? ଆଜ୍ଞା ତାହେଲେ ନାମ ଗୋଟା ହେଲା ଅର୍ଦ୍ଧ ଅକ୍ଷର। ଆଜ୍ଞା ସେ ଅର୍ଦ୍ଧ ଅକ୍ଷର ମାନେ ସେ ହଉଛି ଅତି ସୂକ୍ଷ୍ମ। ଆଜ୍ଞା 32 ନାମ ସେଟା ହଉଛି 16 ଅକ୍ଷର ଯଦି ହୁଏ ସେଟା ଆମର ଅର୍ଦ୍ଧ। ତାମାନେ ସେ ଗୋଟେ କଥା ହଉଛି ସେ ମହାମନ୍ତ୍ରକୁ ଓଲଟେଇକି କହିଛନ୍ତି। ବୁଝିଲ? ହଁ ତାର କାରଣ କଣ ଶୁଣ, ଯେ ଆମର ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ଆସିଲେ ଆଜ୍ଞା ସେତେବେଳେ ଆମର ତା ପୂର୍ବରୁ ଆମର ଭାରତରେ ପ୍ରଚଳିତ ଥିଲା ମହାମନ୍ତ୍ର ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ। ଆଜ୍ଞା କିନ୍ତୁ ଗୌରାଙ୍ଗ ମହାପ୍ରଭୁ ଶିଷ୍ୟମାନଙ୍କୁ ତାକୁ ଓଲଟେଇକି ଦେଇଛନ୍ତି। ଆଜ୍ଞା ଆଜ୍ଞା ଓଲଟେଇକି ଦବା ଅର୍ଥ କଣ? ଆଗେ ହରେ କୃଷ୍ଣ ଦେଲେ, ତାପରେ ହରେ ରାମ ଦେଲେ। ଆଜ୍ଞା ତାର ଦବାର କାରଣଟା କଣ ଶୁଣ, ଯେ ମୁଁ ତମକୁ ଗୋଟେ ପୌରାଣିକ କଥା କହୁଛି, ତାପରେ କାହିଁକି ସେ ମହାପୁରୁଷ ଆମର ଭୀମ ଭୋଇ କହିଛନ୍ତି ତାର କାରଣଟା ମୁଁ କହିଦଉଛି। କାହିଁକି ମହାପୁରୁଷ ମାନେ ଓଲଟେଇକି ଦିଅନ୍ତି ତାର କାରଣ ହଉଛି ଯେ ଆମର ଦଶୁରତ୍ନାକର ଆଜ୍ଞା ଯେତେବେଳେ ସେ ଜୀବ ପ୍ରାଣୀ ମାରୁଥିଲା, ମଣିଷ ମାରୁଥିଲା, ତାକୁ ଅଟକେଇବା ପାଇଁ ବ୍ରହ୍ମା ନାରଦ ଯେତେବେଳେ ତାଙ୍କ ପାଖରେ ଯାଇ ପହଞ୍ଚିଲେ, ପହଞ୍ଚି ସାରିଲା ପରେ ତାଙ୍କର ସେ ଚେତନା ଫେରିଲା ନାହିଁ, ତାକୁ ଘରକୁ ପଠେଇଲେ। ତେଣୁ କହିଲେ ଆରେ ହେଇ ତୁ ଯୋଉ ପାପ କରୁଛୁ ଏ ପାପର ଭାଗିଦାର କିଏ? ଆଜ୍ଞା ସିଏ ସେଇଠୁ କହିଲା କି ମୁଁ ପାପ କରୁଛି ମାନେ ମୁଁ ଯାହାକୁ କରୁଛି ସେଗୁଡ଼ାକ ସବୁ ସମସ୍ତେ ବାପା ମା ଭାଇ ବନ୍ଧୁ ସ୍ୱାମୀ ସ୍ତ୍ରୀ ସମସ୍ତେ ଭୋଗ କରୁଛନ୍ତି, ସେମାନେ ସବୁ ପାପ ଭାଗି ହେବେ। ବ୍ରହ୍ମା କହିଲେ ନା ନା, ତୁ ପାପ କରୁଛୁ, ଭାଗି ସେ ପାପରେ ତୁ କେବଳ ହବୁ। କଣ ତାର ଉଦାହରଣ ହଉଛି କଣ, ଯେ ମୁଁ ଗୋଟେ ଜୀବକୁ ମାଇଲି ବା ଗୋଟେ ଜୀବକୁ କଷଣ ଦେଲି, ତେଣୁ ସେ ଶିବର ଅଭିଶାପଟା କେବଳ ମତେ ହିଁ ଫଳିବ, ଆଜ୍ଞା ମୋ ପରିବାର ଲୋକଙ୍କୁ ଫଳିବନି। ନାଇଁ ନାଇଁ ତେଣୁ ଯୋଉ ଜୀବଟାକୁ ତୁ ମାଇଲୁ ସେ ଜୀବର ଯୋଉ ପାପଟା କେବଳ ତତେ ହିଁ ଲାଗିବ, ଅନ୍ୟମାନଙ୍କୁ ଲାଗିବ ନାହିଁ। ସେ ସେଟା ବିଶ୍ୱାସ କଲା ନାହିଁ, ଗଲା ସେଠିକି ଘରକୁ ଯାଇ ପହଞ୍ଚିଲା, ସମସ୍ତେ ତ ମନା କଲେ। ସେଠୁ ଫେରି ଆସିଲା ପରେ ନିଜର ଅନୁତାପ ଆସିଲା, ଆସିଲା ପରେ ସେଠୁ ସିଏ କହିଲା ମତେ ମୁକ୍ତିର ବାଟ ଦିଅ। ଯେତେବେଳେ ସେ ମୁକ୍ତିର ବାଟ ମାଗିଲା, ତାକୁ ସେ ରାମ ନାମ ତାକୁ କର୍ଣ୍ଣରେ ଶୁଣେଇଲେ। ଯେମିତି ଶୁଣେଇଲେ ସେ ରାମ ନାମ ଉଚ୍ଚାରଣ କରିପାରିଲା ନାହିଁ, ତେଣୁ ତାକୁ ଓଲଟେଇକି ମରା ନାମ ଦେଲେ। ଏଇଟା କେତେ ଦୂର ସତ କୁହନି? ଗୋଟେ କଥା ହଉଛି ଆମ କଳି ଯୁଗରେ ଦେଖ, ଯେତେ ବଡ ଗୋଟେ ମହାପାପୀ ଆସୁନା କାହିଁକି ତାକୁ କହିଲେ ସେ ରାମ ରାମ କହିପାରିବ ନାହିଁ ନା? ନିଶ୍ଚିତ। ଆକୁ ଦଶରତ୍ନାକର କାହିଁ କହିପାରିଲାନି ନା? ତାର ଅର୍ଥ ତା ନୁହେଁ, ତାର ଅର୍ଥ ହଉଛି ଯେ ରାମ ବୋଲିକି ଯୋଉ ଚେତନ ଭାବ ତାର ଆସିଲାନି। କାରଣ ଯେହେତୁ ସେ ଅଧିକ ପାପ କର୍ମ କରିଛନ୍ତି, ତାର ଜଡ଼ ବୁଦ୍ଧି ଆସିଯାଇଛି, ସେ ଚେତନ ଭାବ ତାଠେ ଜାଗ୍ରତ ହେଇପାରିଲାନି, ଚେତନା ଜାଗ୍ରତ ହେଇପାରିଲା ନାହିଁ। ଯେତେବେଳେ ଚେତନା ଜାଗ୍ରତ ହେଇପାରିଲାନି, ସେଇଠୁ ବ୍ରହ୍ମା କଣ କଲେ ନା ତାକୁ ସିଏ କଲେ ନା ସେ ଅଚେତ ବାଟରୁ ତାକୁ ଚେତନାକୁ ନବା। ରାମ ଯଦି ଚେତନ ହୁଏ, ମରା ହଉଛି ଅଚେତ। ରାମ ଯଦି ଚେତନା ହୁଏ, ମରା ହଉଛି ଜଡ଼। ତେଣୁ ତାକୁ ଜଡ଼ ମାର୍ଗରୁ ସେ କଣ କଲେ ନା ବୁଲି 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 ସେ ଜାଗାକୁ ସିଏ ନେଲେ। ସେଇମିତି ମହାପୁରୁଷ ମାନେ ଆଗେ ତଳ ସ୍ତରରୁ ନିଅନ୍ତି ତ, ତେଣୁ ହୁଏତ ସିଏ 32 ନାମ 16 ଅକ୍ଷର ଯୋଉ କହିଛନ୍ତି, ହୁଏତ ସେମିତି ସିଏ କରିଥାଇ ପାରନ୍ତି, ମୁଁ ଭାବୁଛି, ଅନୁମାନ କରୁଛି। କଣ ବୁଝିଲେ ନା? କାହିଁକିନା ସିଏ ମହାପୁରୁଷ ତ, ତାଙ୍କ ଅର୍ଥ କେବେ କଣ ଭଲ ମନ୍ଦ ମୁଁ କହିପାରିବିନି, ଭଲ ମନ୍ଦ ମୁଁ ଯାହା ଅନୁମାନ କରୁଛି ମତେ ଜଣା ପଡୁଛି ଏଇଆ ହେଇଥାଇପାରେ। କଣ ବୁଝିଲେ ନା? ନତୁବା ଯଦି 32 ନାମ 16 ଅକ୍ଷର କଣ, ତାକୁ ଯୋଉ ବହି ପଢୁଛ ସେ ବହି ନେଇକି ଆସ, ତାରି ଭିତରୁ ରିସର୍ଚ୍ଚ କଲେ ଜଣା ପଡିବ। ସେମିତି ହଠାତ୍ ପଚାରିଦେଲେ କହିହବ ନାହିଁ। କାହିଁକିନା ଧର ତମେ ଗୋଟେ କଥା ପଚାରିଲ, ଯୋଉ କହିଲ ଯେ 32 ନାମ 16 ଅକ୍ଷର, କିନ୍ତୁ ଏଇଟା ତମେ ସେଠି କହିଲ ତା ପୂର୍ବରୁ କଣ ଅଛି ପରେ କଣ ଅଛି, ଯଦି ଆମେ ରିସର୍ଚ୍ଚ କରିକି ଦେଖିବା କଥାଟା ଧରା ପଡିବ। ନହେଲେ ସିମିତି ଧରା ପଡି ହବନି, ହଠାତ୍ କାହାକୁ କହିଦେଲେ ଆମେ ଜାଣିପାରିବା ନାହିଁ। ସିଏ ଆଜ୍ଞା ଗୋଟେ ବହିରେ ଲେଖିଛନ୍ତି, ବ୍ରହ୍ମା ବିଷ୍ଣୁ ଶିବ ଯୋଉ ତିନି ମୂର୍ତ୍ତି, ଶିବ ଯେତେବେଳେ ମହାମାୟାକୁ ହରଣ କରିକି ମାତୃହରଣ ଦୋଷରେ ଲାଗି ପଡିଲେ, ସେଇ ମାତୃହରଣ ଦୋଷରୁ ମୁକ୍ତି ପାଇବା ପାଇଁ ନିରାକାର ତାଙ୍କୁ ସେଇ ମନ୍ତ୍ରଟା କହୁଛନ୍ତି ଯେ 32 ନାମ 16 ଅକ୍ଷରୀ ମନ୍ତ୍ରଟା ଜପ କରେ। ଜପିଲେ ତ ମାତୃହରଣ ଦୋଷରୁ ମୁକ୍ତି ମିଳିଯିବ। ମୁକ୍ତି ପାଇବ। ମହିମା ଯୋଉ ଆମର ଭୀମ ବି ଲେଖିଛନ୍ତି, ମହିମା ଧର୍ମରେ ଯେତେ ସବୁ ସାଧୁସନ୍ଥ ମାନେ ଅଛନ୍ତି, ମହିମା ଗୋସାଇ
ତାଙ୍କର ଶିଷ୍ୟମାନଙ୍କୁ ସବୁ ସେଇ 32 ନାମ 16 ଅକ୍ଷରୀ ମନ୍ତ୍ରଟା ଦିଅନ୍ତି ବୋଲି। ଯେ ସେଇଟା ପ୍ରକୃତରେ ଆମର ମହାମନ୍ତ୍ର ଭଳିଆ କଣ ଗୋଟେ କି ଅନ୍ୟ କୋଉ ଆପଣ କହିଲା ଭଳିଆ କଣ ଗୋଟେ ମହାପୁରୁଷ ମାନେ ଛନ୍ଦିକି ଲେଖିଛନ୍ତି? ତାହେଲେ ସେଇ କଥାଟା ତମେ ସେଇ ତମରି ପନ୍ଥା ଭିତରୁ ଯିଏ ଜାଣିଥିବେ କହିଲେ ଜାଣିପାରିବେ, ମୁଁ କିନ୍ତୁ ସେ ବିଷୟରେ ଅଜ୍ଞ। ଆଜ୍ଞା ଆଜ୍ଞା ହଁ ତାଙ୍କୁ ପଚାରେ ସେ କହିଦେବେ। ବହୁତ ବହୁତ ଧନ୍ୟବାଦ। ମହିମାଳି।